তুমি ଯାହା କରୁଛ କରୁଛ ଲୋକଙ୍କୁ ପିଚା ଦେଖାଉଛ ଏଭଳିଆ ଠିକ ହଉନି। ସେଇ ସକାଶେ ଜଗନ୍ନାଥ କହିଲେ ତୋତେ ବସେଇଦେଲି ମୁଖ୍ୟମନ୍ତ୍ରୀ ବେଲେ ତୁ ଆସି ପିଚା ଦେଖେଇ ମତେ ଦର୍ଶନ କରୁଛୁ ତୁ ଦୀପଲି ବିହଲା ବହଡକିନି ଶେଷ ରେଜଲ୍ଟ ଦେଖେଇଛନ୍ତି ଜଗନ୍ନାଥ। ତାପରେ ପ୍ରାଶ୍ଚିତ ସମୟକୁ ଅପେକ୍ଷା କର। ବର୍ଷା ହଉଛି ବୋଲି ଆସିବେନି ବୋଲି ମନା କରିଦେବ। ଯୋଉରେ ବର୍ଷା ହଉଛି ଲୋକ ବହିବା ପାଇଁ ଧର୍ମେନ୍ଦ୍ର ପ୍ରଧାନ ଯୋଉ ଆୟୋଜନ କରିଥିଲେ ଲୋକ ମଙ୍ଗିଲେନି କହିଲେ ଏ ବର୍ଷାରେ ଆମେ ମିଟିଂ ଫିଟିଂ ଯିବୁନି ତେଣୁ ଶୁଖିଲା ପାଗ ହେଲେ ଯିବୁ ବନ୍ଦ ହେଇଗଲା। ମୋଦି ପଇସା ନେଇଯାଇଛି ସାଡେ ପଇସା ନେଇଯାଇଛି ଇଏ ଦସ୍ତଖତ କରିବେ ତାଙ୍କ ପାଖେ ବିସ୍କୁଟଟେ ପକେଇ ଦଉନ୍ତି ଖାଲି ଖାଅ ତମେ ରୁହ। ଏ ମୁଖ୍ୟ ମୋହନ ମାଝୀଙ୍କର ଷ୍ଟାଣ୍ଡାର୍ଡ ଏଇଆ। ପାଗ ଦେଖି ସେ ବାତିଲ କରିଦେଇଛନ୍ତି। ବର୍ଷା ଦେଖି ଗଲେ ମିଟିଂର ସରସତା ରହିବନି ତେଣୁ ସେ ବାତିଲ କରିଦେଲେ। ଅନ୍ୟ କିଛି ଉଦ୍ଦେଶ୍ୟ ନାହିଁ କେବଳ ବର୍ଷା ଦେଖିକିରି ବାତିଲ କରିଦେଲେ ଲୋକ ହେବେନି କାହାର ଉତ୍ସାହ ରହିବନି ତେଣୁକରି ସେ ନିଜ ଆଡୁ ବାତିଲ କରିଦେଲେ। ଓଦର ଦେଖିକି ଯେତିକି ଖବର ଆସିଲା ମୋ ପାଖକୁ ମୁଁ କହିପାରିବିନି ତାଙ୍କ ଇଣ୍ଟରନାଲ କଥା। ପ୍ରାଇମ ମିନିଷ୍ଟର ଶାହ ସେ ଯାହା ଚାହିଁବେ ସେଇଆ କରୁଛନ୍ତି। କାହାକୁ କାଢ଼ିବେ କାହାକୁ ରଖିବେ ସେ ତାଙ୍କର ଫାଇନାଲ କରୁଛନ୍ତି। ତେଣୁ କିନ୍ତୁ ବର୍ଷା ପାଇଁ ତାଙ୍କର ଯୋଉ ଲୋକ ବୁହାଇକି ଗଦେଇଥାନ୍ତେ ଚାରିଆଡୁ ଆଣିଥାନ୍ତେ ସାଡେ ଜୋରରେ ବର୍ଷା ହଉଛି ବାତିଲ ହେଇଗଲା ବୋଲି ଖବର ଆସୁଛି। ଆଜ୍ଞା ଦେଖନ୍ତୁ ଓଡ଼ିଶା ସରକାରଙ୍କର ଏବଂ ଆଦାନୀ ଏମଓୟୁ ସାଇନ୍ 1 କୋଟି ଟଙ୍କାର ସତରେ କ'ଣ ମୁଖ୍ୟମନ୍ତ୍ରୀ ଓଡ଼ିଶାର ଭଲ ଚିନ୍ତା କରୁଛନ୍ତି? ମୁଖ୍ୟମନ୍ତ୍ରୀ ସେ ବ୍ୟବହାର ଲଗେଇଛନ୍ତି ଶାହ ଆଉ ନରେନ୍ଦ୍ର ମୋଦି ଆଦାନୀକି ଡାକି ଗୁଜୁରାଟୀ ମାନଙ୍କୁ ଡାକି 17ଟା ବଡ ଖଣି ଦେଇ ସାରିଲେ। ବିଶେଷତଃ ଆଦାନୀକି ଦେଇଛନ୍ତି ଯୋଉ ଖଣି ଅତି ମୂଲ୍ୟବାନ ଖଣି ବକ୍ସାଇଟ୍ ଆହୁରି ଗରିବ ହେଇଯିବ ତଳିତଳାନ୍ତ ହେଇଯିବ। କେବଳ ଆକୁ ବିସ୍କୁଟ ଖଣ୍ଡେ ପକଉଛନ୍ତି କାହାକୁ ମୋହନ ମାଝୀ ପାଖରେ କେବଳ ବିସ୍କୁଟ ଖଣ୍ଡେ ପକଉଛନ୍ତି ମାମୁଲି କିଛି। ଟୋଟାଲ ମନି ମୋଦି ଶାହ ପୁରା ଓଡ଼ିଶାର ମୂଲ୍ୟବାନ ସମ୍ପତ୍ତି କ୍ରୋମ ବକ୍ସାଇଟ୍ ଅଭ୍ର ମାଙ୍ଗାନିଜ ଲୁହା ପଥର କୋଇଲା 17ଟା ଖଣି ଗୁଜୁରାଟୀ ମାନଙ୍କୁ ଦେଇ ସାରିଲେଣି। ଇଏ ଖାଲି ଓଡ଼ିଆ ମିଛରେ ହଉଛନ୍ତି। ମୋହନ ମାଝୀକି ବସେଇ ଦେଇଛନ୍ତି ସଖୀ କଣ୍ଢେଇ କରି ତାରି ପାଖରେ ଟିକେ ବିସ୍କୁଟ କ'ଣ ପକେଇ ଦଉଛନ୍ତି ବାସ୍ ତାଙ୍କର ରାପିବାର ବସିଛନ୍ତି। ଆଉ 2 ବର୍ଷ ଭିତରେ ଏତେ ଗଲାଣି ଯେତେ ବିଦେଶୀ ମଦ ଦୋକାନ ଥିଲା ଓଡ଼ିଆଙ୍କର ସେଥିରୁ 60ରୁ 70 ଭାଗ ବିହାରୀକି ଡାକି ଦେଇଦେଲେଣି ପଲିସି କରିକି ଦେଇଛନ୍ତି। ଆମେ କରୁଛୁ କଂଗ୍ରେସ ଦଳ ବିରୋଧ କରୁଛି ଚାରିଆଡ଼େ ହୋଆ ଚାଲିଲାନି। ଆମର AICC ଜେନେରାଲ ସେକ୍ରେଟାରୀ ଆସିଛନ୍ତି ଦେଶାଇ କାଲି ଆମର ଆଲୋଚନା ହେଇଛି ୟା ଉପରେ ଆନ୍ଦୋଳନ ହବ। ଏ ଯୋଉ ବକ୍ସାଇଟ୍ ଖଣି ଗୁଡାକ ମୂଲ୍ୟବାନ ଖଣି ସବୁ ଗୁଜୁରାଟ ମାନଙ୍କୁ ଦିଆହଉଛି ଶାଗମୁଗ ରେଟ୍ରେ ଲାଞ୍ଚ ନେଇକିରି ନରେନ୍ଦ୍ର ମୋଦି ଆଉ ଶାହ ଏ ଓଡ଼ିଶାର ସମ୍ପତ୍ତିକି ବିକ୍ରି କରୁଛନ୍ତି। ତାପରେ ଆନ୍ଦୋଳନ ହବ ବୋଲି କାଲି ଆମର ଚର୍ଚ୍ଚା ହେଇଛି। ସବୁ ହବ ନିଯୁକ୍ତି ଏ ଜନ୍ମରେ କରିପାରିବେନି। 2 ବର୍ଷ ହେଇଗଲା ମୋହନ ମାଝୀ ଗୋଟେ କମାରଶାଳ କଲଣି କୋଉଠି କଲଣି? କେତେ ଶିଳ୍ପପତିକି ଡାକିଛ କେତେକୁ ଡାକିଛ? କେବଳ ଦେଇଛ ଲିଜ୍ ଶିଳ୍ପ ନାଁରେ କୋଟି କୋଟି ଟଙ୍କା ତମେ ଖାଇଛ ନରେନ୍ଦ୍ର ମୋଦି ଏବଂ ଓଡ଼ିଶାର ମୂଲ୍ୟବାନ ସମ୍ପତ୍ତିକି ବିକ୍ରି କରିଛ। ୟାର ଜବାବ ତମକୁ ଦେବାକୁ ପଡିବ ଦିନ ନା ଦିନେ ସମୟକୁ ଅପେକ୍ଷା କର। ନରେନ୍ଦ୍ର ମୋଦି ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କୁ ଲେଖିଛନ୍ତି ଚିଠି ସ୍ୱାଭାବିକ କରିବା ପାଇଁ ସମ୍ପର୍କ ସ୍ୱାଭାବିକ କରିବା ପାଇଁ। ଏଇ ଲୋକ ଅଭିନୟ କରୁଛନ୍ତି ଚାରିଆଡେ ନରେନ୍ଦ୍ର ମୋଦି। ତମର ପଡୋଶୀ ପାକିସ୍ତାନ ଶତ୍ରୁ ବାଂଲାଦେଶ ଶତ୍ରୁ ଶ୍ରୀଲଙ୍କା ଶତ୍ରୁ ନେପାଳ ଶତ୍ରୁ ତମର କିଏ ଅଛି ଏ ପାଖରେ? ଏଡ଼ିକି ମାନେ କଣ୍ଟ୍ରି ସେ ତ ଚାରିଆଡେ ଶତ୍ରୁ। ଆଉ ଚିଠି ଲେଖି କ'ଣ ବନ୍ଧୁତ୍ୱ ସୃଷ୍ଟି କରିବ?
ଲଜ୍ଜା ଏଗୁଡ଼ା ସବୁ ଲଜ୍ଜା। ରଥଯାତ୍ରା ପାଖେଇ ଆସୁଛି, ହାତୀ ଆସିଯାଉ ଜଗନ୍ନାଥଙ୍କ ପାଇଁ, କିନ୍ତୁ ଆଇନ ମନ୍ତ୍ରୀ କିମ୍ବା ରାଜ୍ୟ ସରକାର ମୁଣ୍ଡ ଖେଳଉନାହାନ୍ତି। ସେ ତାଙ୍କର ଇଏ ଆଙ୍କର କ'ଣ ଅଛି, କିଏ କ'ଣ କରିବେ? ଇଏ ମୁଖ୍ୟମନ୍ତ୍ରୀ ଆଇନ ମନ୍ତ୍ରୀ କ'ଣ କରିବେ? ରଥଯାତ୍ରା କୋଉ କାଳୁ ହେଇ ଆସୁଛି, ଆମ ପରମ୍ପରା। ମନକୁ ହାତୀ ଯାଇ ପହଞ୍ଚିବେ, ମନକୁ କାଠ ପହଞ୍ଚି, ମନକୁ ମିସ୍ତ୍ରୀ କାମ କରୁଛନ୍ତି, ମନକୁ ସେବାୟତ ମାନେ କାମ କରୁଛନ୍ତି, ମନକୁ ରଥ ଚାଲିବ। ବିଶ୍ୱ ରଥ ଏଥିରେ କି ଏ କଲେକ୍ଟର, ଏ ଏସପି, ଏ ଡିଜେ ମାନେ ଲ ମିନିଷ୍ଟର, ଏ ମୁଖ୍ୟମନ୍ତ୍ରୀ, ଏଥିରେ କ'ଣ ଏ ପରମ୍ପରା? ଇଏ କିଛି ନ କଲେ ବି ରଥ ଚାଲିବ। ବାଦାମ ବିକୁଥିବା ଲୋକ ହାତୀ ପାଇଁ ଟଙ୍କା ଦେଇଛନ୍ତି। ହେଇଥିବ, ହଁ ହେଇଥିବ। ଜଣେ ସେମାନେ ଜଗନ୍ନାଥ ପ୍ରେମୀ, ବଦାମ ବିକ୍ରି କଲେ ମଧ୍ୟ ହାତୀ ଆଣ ଆମେ ଖାଇବାକୁ ଦେବୁ, ସେ ଉତ୍ସାହ କରି ବଢେଇଛି। ଆଣ ହାତୀ, ପରମ୍ପରା ଆମର ହାତୀ ରହିଥିବ। ରଥ ପାଖେ ପାଖେ ଯୋଉଠି ଅଟକି ଯିବ ହାତୀର ବ୍ୟବହାର କରାଯିବ। ଲିଙ୍ଗରାଜ ମନ୍ଦିର ଅଶୋକାଷ୍ଟମୀ ସେଇଆ ହୁଏ, ଦିଟା ହାତୀ ଆମର ରୁହେ, କାଦୁଅରେ ରଥ ପୋତି ହେଇଯାଏ, ହାତୀ ପେଲିକି ନିଅନ୍ତି। ଏ ଆମର ପରମ୍ପରା, ଆଗରୁ ଇତିହାସ ରହିଛି। ଅମିତ ଶାହ କାଲି ଆସନ୍ତୁ, ଏବେ ମନା କରିବେ ନା? ନାଇଁ, ସେ ବର୍ଷା ହଉଛି ବୋଲି ଆସିବେନି ବୋଲି ମନା କରିଦେବେ। ଜୋରେ ବର୍ଷା ହଉଛି, ଲୋକ ବହିବା ପାଇଁ ଧର୍ମେନ୍ଦ୍ର ପ୍ରଧାନ ଯୋଉ ଆୟୋଜନ କରିଥିଲେ, ଲୋକ ମଙ୍ଗିଲେନି, କହିଲେ ଏ ବର୍ଷାରେ ଆମେ ମିଟିଂ ଫିଟିଂ ଯିବୁନି, ତେଣୁ ଶୁଖିଲା ପାଗ ହେଲେ ଯିବୁ, ବନ୍ଦ ହେଇଗଲା। ମୋହନ ମାଝୀ ଶିକ୍ଷା ବ୍ୟବସ୍ଥାରେ ଗୋଟେ ପରିବର୍ତ୍ତନ ଜାଣିଛ, ସେଇଟା ଧନ୍ୟବାଦ। କେଜିରୁ ପିଜି ମାଗଣା। ନା ନା, ସେଇଟା ଧନ୍ୟବାଦ। ଯୋଉଟା କାମ କରିছে ଧନ୍ୟବାଦ ଦବାନି ମୋହନ ମାଝୀ। ସେ ଜଣେ ଟିଚର ଥିଲେ, ସେ ଜାଣନ୍ତି ତାଙ୍କ ଦରମା ମାତ୍ର ସେତେବେଳେ ଥିଲା 1900 ଟଙ୍କା। ସେ 1900 ଟଙ୍କା ପାଇବା ପାଇଁ ତାକୁ 3 ମାସ ପରେ ଲାଗୁଥିଲା। ତେଣୁକରି 1900 ଟଙ୍କା କୋଉ ସ୍କୁଲରେ ଯୋଉ ସରସ୍ୱତୀ ଶିଶୁ ମନ୍ଦିର, ଛାଡ଼ ସେ କଥା ଯିବାନି, ସେ ଜାଣିଥିଲେ। ତେଣୁ ଶିକ୍ଷାର ପ୍ରସାର ପାଇଁ ଯୋଉ ଆରମ୍ଭ କଲେ ପିଜି ପର୍ଯ୍ୟନ୍ତ ମାଗଣା, ଅଭିନନ୍ଦନ। ମୁଁ ସବୁ ରାଜି। ଆଜି ଏମଓୟୁ ସାଇନ୍ କରୁଛନ୍ତି ଆଦାନୀ ସହିତ, କୋଟି କୋଟି ଟଙ୍କା ଇନଭେଷ୍ଟ। ଆରେ ସିଆଡେ ପରା କୋଟି କୋଟି ଟଙ୍କା ବର୍ବାଦ କଲେଣି। ସେଇ ଯୋଉ ଆଦାନୀ ସହିତ ଏଗ୍ରିମେଣ୍ଟ ହଉଛି। ଓଡିଶାର ଅତି ମୂଲ୍ୟବାନ ବକ୍ସାଇଟ ଖଣି ଆଜି ଏଗ୍ରିମେଣ୍ଟ ହଉଛି। ମୋଦି ପଇସା ନେଇଯାଇଛି, ସାଡେ ଶାହ ପଇସା ନେଇଯାଇଛି, ଇଏ ଦସ୍ତଖତ କରିବେ। ତାଙ୍କ ପାଖେ ବିସ୍କୁଟଟେ ପକେଇ ଦଉନ୍ତି, ଖାଲି ଖାଅ ତମେ ରୁହ। ଏ ମୁଖ୍ୟ ମୋହନ ମାଝୀଙ୍କର ଷ୍ଟାଣ୍ଡାର୍ଡ ଏଇଆ। ମୋହନ ମାଝୀ ଅଭିଯୋଗ ପତ୍ର ଖୋଲିଛନ୍ତି, କିନ୍ତୁ ଜଗନ୍ନାଥ ଦର୍ଶନ କରୁଛନ୍ତି ଲୋକ ଅଭିଯୋଗ। ନାଇଁ ନାଇଁ, ଏଗୁଡ଼ା ଭୁଲ କରୁଛନ୍ତି। ଏମିତି କୌଣସି ମୁଖ୍ୟ, ସେ କ'ଣ କି ଜୀବନରେ ହବା କଥା ନୁହଁ, ହେଇଗଲେ ମାନେ ଭୋଳ ହେଇଯାଇଛନ୍ତି। ସେ ଜାଗାରେ ଯାଇ କ'ଣ ଦର୍ଶନ, କୋଉ ମୁଖ୍ୟମନ୍ତ୍ରୀ ଦର୍ଶନ କରୁଥିଲେ? ତୁମେ ଯାହା କରୁଛ କରୁଛ, ଲୋକଙ୍କୁ ପିଚା ଦେଖଉଛ, ଏଗୁଡ଼ା ଠିକ ହଉନି। ସେଇ ସକାଶେ ଜଗନ୍ନାଥ କହିଲେ, ତୋତେ ବସେଇଦେଲି ମୁଖ୍ୟମନ୍ତ୍ରୀ ବେଲେ, ତୁ ଆସି ପିଚା ଦେଖେଇ ମତେ ଦର୍ଶନ କରୁଛୁ? ତୁ ଦୀପଲି ବିହଲା ବହଡକେନି ଶେଷ ରେଜଲ୍ଟ ଦେଖେଇଛନ୍ତି ଜଗନ୍ନାଥ। ପାପର ପ୍ରାଶ୍ଚିତ, ସମୟକୁ ଅପେକ୍ଷା କର। ଆଜ୍ଞା, ଆପଣ କହିଲେ ଯେ ମୁଖ୍ୟମନ୍ତ୍ରୀ ଭଲ କାମ କରୁଛନ୍ତି। କାମ କରୁନାହାନ୍ତି, ଏଇ ଗୋଟା କରିଛନ୍ତି। ବାର୍ଦ୍ଧକ୍ୟ ଭତ୍ତା ଦେଇ ପାରୁନାହାନ୍ତି, ବିଧବା ଭତ୍ତା ଦେଇ ପାରୁନାହାନ୍ତି, ଡାକ୍ତରଖାନାରେ ଡାକ୍ତର ନାହାନ୍ତି, ନର୍ସ ନାହାନ୍ତି, ଶିକ୍ଷା ଅନୁଷ୍ଠାନ ନାହାନ୍ତି, ଶିକ୍ଷକ ନାହାନ୍ତି, ପ୍ରିନ୍ସିପାଲ ନାହାନ୍ତି। ଆରେ ଖାଲି ତାରି ଭିତରେ ଗୋଟେ ସେ କରିଦେଲେ ପିଜି ଫ୍ରି ପଢନ୍ତୁ ପିଲା ଆମର। ସେଇଟା ପାଇଁ ମୁଁ ତାକୁ ଧନ୍ୟବାଦ ଦେଲି, ଯେତେବେଳେ କରିଛି ସେ। ସେଇଥିପାଇଁ ଘୋଡେଇବା ପାଇଁ ଇଏ କାମ। ସେଇଥିରେ ଯୋଉ ବଦନାମ ହେଇଯାଇଛି ସରକାର, ଇସ୍ତଫା ଦେବା କଥା ମୋହନ ମାଝୀ ନିଜେ। ସେଥିରୁ ଘୋଡେଇବା ପାଇଁ ପିଜି ପର୍ଯ୍ୟନ୍ତ ମାଗଣା ପାଠ ପଢା କରିଦେଇଛନ୍ତି। ଧନ୍ୟବାଦ। ଇଆଡେ ଦେବେ ନା, ମୂଲ୍ୟବାନ ବକ୍ସାଇଟ ଦେଲେ ଆଜି ଏଗ୍ରିମେଣ୍ଟ, ସାଢେ ପିଲାଙ୍କୁ ମାଗଣା ପଢେଇବେ। ଇଆଡେ ବକ୍ସାଇଟ ଲକ୍ଷ ଲକ୍ଷ କୋଟି ଟଙ୍କାର ବକ୍ସାଇଟ ପଇସା ପକେଇ ଦେଇ ନରେନ୍ଦ୍ର ମୋଦି ଅର୍ଡର କରିଦେଲେ, ଦସ୍ତଖତ କରିଦେଲେ ମୁଖ୍ୟମନ୍ତ୍ରୀ, ରବର ଷ୍ଟାମ୍ପ ମୁଖ୍ୟମନ୍ତ୍ରୀ। ଛି 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 ଛି, ଅନ୍ୟାୟ, ଘୋର ଅନ୍ୟାୟ, ଓଡିଶା ପ୍ରତି ମହାବିପଦ। ୟାର ଜବାବ ଲୋକ ଦେବେ। ଲଜ୍ଜା, ଘୋର ଲଜ୍ଜା। ମୁଁ ଏଇନା ଆସୁଛି ଖୋର୍ଦ୍ଧା ଜିଲ୍ଲାପାଳ ଅଫିସରେ ଅନଶନରେ ବସିଥିଲୁ। ପ୍ରାୟ 500 ଭଳିଆ ମହିଳା, 100 ଭଳିଆ ଯୁବକ ଅନଶନ କରିଥିଲୁ। ଲୋକ କଲୋନୀ ବୋଲି ଗୋଟେ ଜଟଣୀରେ ଅଛି, ରେଲୱେ କଲୋନୀ, ତାକୁ 8 ଦିନ ତଳେ ଭାଙ୍ଗି ଦଉଥିଲେ। ଆମେ ଖଳାରେ ବସିକି ଜେସିବି ଆଗରେ ବସିଲୁ।
2 ମାସ ସମୟ ଦେଇଛନ୍ତି। ଆମେ କଲେକ୍ଟରଙ୍କୁ କହିଲୁ ଆଗରୁ ବହୁବାର ଆନ୍ଦୋଳନ କରିଛୁ, ତମର ଡବଲ ଇନକ୍ୱାରି ସରିଛି, ଅର୍ବାନ ଡିପାର୍ଟମେଣ୍ଟ ରେଭେନ୍ୟୁ ଡିପାର୍ଟମେଣ୍ଟ ଚିହ୍ନଟ ହେଇଯାଇଛି, ମାପ ହେଇଯାଇଛି, ଜାଗା ବି ଫାଇନାଲ ହେଇଯାଇଛି। ଜଣକୁ 4 ଜମି ଦେବେ 440 ଜଣ ଲୋକକୁ, ସମୁଦାୟ 1300 ଲୋକ ପାଇବେ ଜଟଣୀ ମ୍ୟୁନିସିପାଲିଟି ଏରିଆରେ। ଆମେ ଯାଇଥିଲୁ, ତମେ ମାସକ ଭିତରେ ଦିଅ ନହେଲେ ବିରାଟ ଆନ୍ଦୋଳନ ହବ। କଲେକ୍ଟର କହିଛନ୍ତି ନା ଏମାନେ ଭୂମିହୀନ ଲୋକ, ଗରିବ ଲୋକ, ତାଙ୍କୁ ତୁରନ୍ତ ବ୍ୟବସ୍ଥା କରିବୁ ଘର ଦିଅ ଦେବା ପାଇଁ।